ସାର୍ ଜନତା ସମାଚାର ଓଡ଼ିଆ ଖୋଲା କଥାକୁ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ସାର୍। ସାର୍ ଆପଣ ପରିଚୟ କଣ ସାର୍? ମୋ ନାଁ ଅନନ୍ତରାମ ମାଝୀ, ସରପଞ୍ଚ ସୁଭାନପୁର, ସରପଞ୍ଚ ସଂଘ ସଭାପତି ନର୍ଲା ବ୍ଲକ। ସାର୍ ଆପଣ ଭାନପୁର ପଞ୍ଚାୟତରେ ଲଗାତାର 2 ଥର ଜିତି ମାରିଲା ତ ଆପଣ ଲୋକମାନେ ବେଶୀ ଭଲ ପାଇছেন ସାର୍ କାହିଁକି ଯେ ସାର୍? ଦେଖନ୍ତୁ ସାର୍, ମୁଁ 2 ଥର ସରପଞ୍ଚ ବର୍ତ୍ତମାନ ସୁଦ୍ଧା ହେଲି, କିନ୍ତୁ ମୁଁ ଲୋକଙ୍କ ସହିତ ସବୁବେଳେ ଦୁଃଖ ସୁଖରେ ପ୍ରାୟ ସାମିଲ ରହୁଛି। ଆଉ ଯିଏ ବି ମୋର ପଞ୍ଚାୟତକୁ ମୋ ପଞ୍ଚାୟତର ଲୋକ ଯିଏ ବି ଆସନ୍ତୁ, କିନ୍ତୁ ବାହାରିଆ ପଞ୍ଚାୟତ ଲୋକ ବି ଯିଏ ବି ଆସନ୍ତୁ, ମୁଁ ତାଙ୍କୁ ସମ୍ମାନ ସହିତ ପଞ୍ଚାୟତରେ ବସାସି, ତାଙ୍କୁ ପଚରାସି କେନ୍ ବାବଦରେ ଆପଣ ଆଇଛନ୍, ଆଉ ମୋ ଦ୍ୱାରା ଯେନ୍ଟା ହେଉଛି ତାଙ୍କୁ କରିବାର ପାଇଁ ମୁଁ ସାର୍ ଚେଷ୍ଟା କରସି। ସାର୍ ଆପଣ ସରପଞ୍ଚ ହିସାବରେ ଆପଣ 24 ଘଣ୍ଟା ସାର୍ ପଞ୍ଚାୟତରେ ବୁଲୁଛନ୍, ଲୋକ ଦୁଃଖ ସୁଖ ବୁଝୁଛନ୍, ସତ କେମିତି ସାର୍? এটা সম্পূর্ণ সৎ সার, যেহেতু মতো 5 ବର୍ଷ ପାଇଁ ଲୋକ ନିର୍ବାଚନ କରିଛନ୍, ଆଉ ମୁଁ ଯଦି ପଞ୍ଚାୟତରେ ଲୋକଙ୍କ ପାଇଁ ସମୟ ନ ଦେବି, ତାହେଲେ ପଞ୍ଚାୟତର ପ୍ରତିନିଧି ର ସମ୍ପୂର୍ଣ୍ଣ ଦାୟିତ୍ୱ ଆର୍ ପ୍ରତିନିଧି ଯଦି ସମୟ ନେଇ ଦିଏ, ଯେନ୍ ପ୍ରତିନିଧି ସମୟ ଯଦି ଦେଇ ନେଇ ପାରୁଛି ମାନେ ସେଟା ପ୍ରତିନିଧି ବୋଲି କୁହା ନେଇଯାଏ ସାର୍। ସାର୍ ଆପଣ ପଞ୍ଚାୟତରେ ବୁଢ଼ାବୁଢ଼ୀ ଭତ୍ତା ଉପରେ ଆପଣ ବେଶୀ ଧ୍ୟାନ ଦେଇଛନ୍ତି ସାର୍? ହଁ, ମୁଁ 5 ବର୍ଷ ଭିତରେ ସାର୍ ପାଖାପାଖି 250-300 ଲୋକ ବାର୍ଦ୍ଧକ୍ୟ ଭାତା, ବିଧବା ଭାତା, ଆପଣଙ୍କର ଇଏ ଯେମାନେ କି 80 ବର୍ଷ ଯାହାଙ୍କୁ ଅଧିକା ହେଲାଣି, ସେଇ ମାନଙ୍କୁ 3500 ଟଙ୍କାଟା ମୋ ପଞ୍ଚାୟତରେ 150-200 ପାଇଲେନି, 3500 ଟଙ୍କା ମୁଁ ସାର୍ ଆସିଲା। ଆପଣ ସରପଞ୍ଚ ମାନଙ୍କର ସଭାପତି ଅଛନ୍ତି ସାର୍, ତ ସରପଞ୍ଚ ଲାଗି ଆପଣ କେତେ ସାର୍ ଧ୍ୟାନ ଦେଉଛନ୍ତି? ମୁଁ ମୋ ବ୍ଲକରେ 26 ଜଣ ସରପଞ୍ଚ ସାର୍, ତ ମୋର ବ୍ଲକର ସମସ୍ତ ସରପଞ୍ଚଙ୍କ ସହିତ ମୁଁ ପ୍ରାୟ ସବୁବେଳେ କଥା ହେସି, ଆରୁ ଯେନ୍ ସରପଞ୍ଚ ତାଙ୍କର କିଛି ଅସୁବିଧା ମୋତେ ଜଣାଲେ, ମୁଁ ସେ ଉପରେ ଚେୟାରମ୍ୟାନ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା, ତାଙ୍କ ସହିତ ଆଉ ଅନ୍ୟାନ୍ୟ ଡିପାର୍ଟମେଣ୍ଟ ସହିତ କାଣା ଅସୁବିଧା ହେଉଛି ସେ ଉପରେ ମୁଁ ସମ୍ପୂର୍ଣ୍ଣ ତାଙ୍କୁ ସହଯୋଗ କରୁଛି। ସାର୍ ଆପଣ ରାସ୍ତାଘାଟ ଉପରେ କେତେ ଧ୍ୟାନ ଦେଇଛନ୍ତି ସାର୍? ମୋର ତ ପ୍ରାୟ ମୋର ଗାଁରେ କଂକ୍ରିଟ ରାସ୍ତା ପାଖାପାଖି ସରିଗଲାଣି। ଏବେ ନୂଆ ରାସ୍ତା ଗୁଡ଼ାକ ଯେନ୍ଟା ହେଉଛି, ସେଇ ରାସ୍ତା ଗୁଡ଼ାକ ମୁଁ କଂକ୍ରିଟ କରିବା ପାଇଁ ପ୍ରୋଜେକ୍ଟ ରଖୁଛି ସାର୍। ପାଣି ଉପରେ କେତେ ଧ୍ୟାନ ଦେଇଛନ୍ତି ସାର୍? ପାଣିଟା ମୋ ଗାଁରେ 2024 ଜୁନ୍ ମାସରେ, ଆଗରୁ ତ ପାଣି ନଥିଲା, 2024 ଜୁନ୍ ମାସରେ ମୋ ଗାଁରୁ ପାଣି ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ପରିବାର ଆଜି ପର୍ଯ୍ୟନ୍ତ ପାଉଛନ୍ତି। ଆଉ ରାକ୍ସି ଗାଁରେ ମୋ ବସୁଧା ଯୋଜନା ନୂଆ କରି ହେଉଛି, ସେମାନେ ମଧ୍ୟ ପାଣି ପାଇବେ। ଆଉ କମେଗାଁ ବଖଳାଟା ନୂଆ ପ୍ରୋଜେକ୍ଟ ଦେଇଛୁଁ ବସୁଧା ଯୋଜନାରେ ସାର୍। ସାର୍ ସ୍କୁଲ ଉପରେ କେତେ ଧ୍ୟାନ ଦେଇଛନ୍ତି ଆପଣ? ମୋର ପଞ୍ଚାୟତର 4ଟି ଗାଁ ମୋ ପଞ୍ଚାୟତରେ, ଆଉ 4ଟି ଗାଁରେ ପ୍ରତ୍ୟେକ ଗାଁରେ ମୋର ସ୍କୁଲ ଗୁଡ଼ାକ ନୂଆ ନୂଆ ସ୍କୁଲ ହେଇଛି। ଆପଣଙ୍କର ରାକ୍ସି କହନ୍ତୁ, ବକଲା କହନ୍ତୁ, କମେଗାଁ କହନ୍ତୁ, ଭାନପୁର କହନ୍ତୁ, ଆଉ ଚୂଡ଼ାମଣିପଡ଼ା ସେଠି ବି ନୂଆ ବିଲ୍ଡିଂ ଚାଲିଛି, ଆଉ ଗୁଡ଼ାଙ୍ଗୁଛା ବି ମୋର ଗୋଟେ ପଡ଼ା, ସେଠି ବି ନୂଆ ବିଲ୍ଡିଂ ଚାଲିଛି ସାର୍। ସାର୍ ଆପଣ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇଛନ୍ତି? ସ୍ୱାସ୍ଥ୍ୟଟା ଯେହେତୁ ମୋର ହେଡ଼କ୍ୱାର୍ଟରରେ ଅଛି CSC ସେଣ୍ଟର, ଆଉ ସେମାନେ ପ୍ରତ୍ୟେକ ଗାଁକୁ ଯାଇକରି ରୋଗୀଙ୍କ ସେବା କରୁଛନ୍, ଯେମାନେ ବି ଆସୁଛନ୍ ତାଙ୍କୁ ବି ଆମର NM ହୋମ୍ ସେମାନେ ତାଙ୍କ ସହିତ ଠିକ୍ ବ୍ୟବହାର ଦେଇକରି ସ୍ୱାସ୍ଥ୍ୟ ସେବାଟା କରୁଛନ୍ତି ସାର୍। ସାର୍ ଭାନପୁର ପଞ୍ଚାୟତ ଆଜିର ନର୍ଲା ବ୍ଲକ ଭିତରେ ସାର୍ 1 ନମ୍ବର ପଞ୍ଚାୟତ ସାର୍ କାଉଣ୍ଟିଂ ହେଉଛି ସାର୍, ଆପଣ କାଣା କହିବେ? এইটা ସାର୍ ମୁଁ ସମସ୍ତଙ୍କର ସହଯୋଗରୁ, ଯେହେତୁ ଗୋଟେ ସରପଞ୍ଚ ନେଇଛି, ସମସ୍ତଙ୍କର ସହଯୋଗରୁ, ବ୍ଲକର ପ୍ରଶାସନର ବି ସହଯୋଗ ରହୁଛି, ବିଧାୟକଙ୍କର ବି ସହଯୋଗ ଅଛି, ଚେୟାରମ୍ୟାନଙ୍କର ସହଯୋଗ ଅଛି, ସେଥିପାଇଁ
ପଞ୍ଚାୟତ ଆପଣ ତ ଗୋଟେ କାମକିଆ ସରପଞ୍ଚ ଆପଣ ଯଦି ରାଜ୍ୟପାଳ ପୁରସ୍କାର ମିଳିବା କେବେ ଖୁସି ହେବେ ସାର୍ ସାର୍ ସେଟା ତ କେନ୍ ଭଳିଆ ଖୁସି ହେବା ସେଟା ତ ମୁଁ ମଧ୍ୟ କହିପାରିବିନି ସାର୍ ସେଟା ଯଦି ଆପଣମାନଙ୍କର ଆଶୀର୍ବାଦ ଭଗବାନଙ୍କର ଆଶୀର୍ବାଦ ଜନସାଧାରଣଙ୍କର ଯଦି ଆଶୀର୍ବାଦ ହୁଏ ତାହେଲେ ପଞ୍ଚାୟତ ସବୁଦିନ ପାଇଁ ସେଟା ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ସାର୍। ଆମେ ତ ସାର୍ ଆଶା କରୁଛୁ ଆପଣ ପିରିୟଡ଼ ଭିତରେ କେବେ ନା କେବେ ରାଜ୍ୟପାଳ ପୁରସ୍କାର ପାଇବେ ସେଟା ତ ସାର୍ ମୁଁ କହିପାରିବିନି କିନ୍ତୁ ସେଟା ଆଗାମୀ ଦିନରେ ଆଗାମୀ ଦିନ ସେଟା କହିବ ସାର୍। ସାର୍ ଆପଣ ତ 26ଟା ସରପଞ୍ଚ ବି ଆପଣ ବେଶୀ ଭଲ ପାଇଛନ୍ତି ସାର୍ ଆଉ ଯେହେତୁ ସାର୍ ମୁଁ ସବୁ ସରପଞ୍ଚକୁ ସମାନ ଦୃଷ୍ଟିରେ ଦେଖିଛି ଯେହେତୁ ମୁଁ ସଭାପତି ହେଲେ ବି ଆମେ ସମସ୍ତେ ସରପଞ୍ଚ ସେମାନେ ମୋତେ କେବଳ ସଭାପତି ଦାୟିତ୍ୱ ଦେଇଛନ୍ ସେଥିପାଇଁ ମୁଁ ସବୁ ସରପଞ୍ଚକୁ ସମାନ ଦୃଷ୍ଟି ଦେଖିଛି। ସାର୍ ଆମେ ଭଗବାନ ପାଖରେ ପ୍ରାର୍ଥନା କରୁଛୁ ଆପଣ ଧନ୍ୟବାଦ ରାଜ୍ୟପାଳ ପୁରସ୍କାର ପାଇବେ ଭାନପୁର ପଞ୍ଚାୟତ ସରପଞ୍ଚ ବି ଠିଆ ହେଇଛନ୍ ତେଣୁ ସୌନ୍ଦର୍ଯ୍ୟ ପଞ୍ଚାୟତ ବହୁତ ସୁନ୍ଦର ପଞ୍ଚାୟତ କରିଛନ୍ ଦେଖନ୍ ସାମ୍ନାରେ ଗଛପତ୍ର ବି ସୁନ୍ଦର ହିସାବରେ ଲଗାଇଛନ୍ ସଫା ସୁତର ବି ପଞ୍ଚାୟତ ଠିକ୍ ଅଛେ। এটা হচ্ছে ভানপুর পঞ্চায়েত।